ଆଉ ନିସ୍ତାର ନାହିଁ। ଏଥର ନିହାତି ଭାବରେ ଏଇ ଯେଉଁ 9ଗୋଟି ମାନଦଣ୍ଡ ରହିଛି, ଏଇଥିପାଇଁ ଆପଣମାନଙ୍କର ରାସନ କାର୍ଡ଼ଟି 100 to 100% କଟିବ। କାରଣ ସରକାରୀ ଅଫିସର ଘରକୁ ଘର ବୁଲି ଏଇ 10ଟି କୋଶ୍ଚିନ୍ ଆପଣମାନଙ୍କୁ ପଚାରୁଛନ୍ତି, ବା ଘରେ ଘରେ ବୁଲି ଏଇ 10ଟି ପ୍ରଶ୍ନ ସମସ୍ତଙ୍କୁ ପଚାରୁଛନ୍ତି। ଯେଉଁମାନଙ୍କ ଆ ଭିତରୁ ଯେକୌଣସିଟି ବି ଅଛି, ନିହାତି ଭାବରେ ତାଙ୍କ ରାସନ କାର୍ଡ଼ଟି ଗଲା ବୋଲି ଭାବି ନିଅନ୍ତୁ। ତ ଦେଖନ୍ତୁ, ମୁଁ ଆପଣମାନଙ୍କୁ କହି ରଖୁଛି, ଏ ଯେଉଁ 10ଟି ଯେଉଁ 9ଟି ବାଦ ଦେବା ମାନଦଣ୍ଡ ଅଛି, ଆପଣ ଦେଖୁଥିବେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଦେବା ପାଇଁ ନିର୍ଦ୍ଦିଷ୍ଟ ନିୟମ 9ଗୋଟି ବାଦ ଦେବା ମାନଦଣ୍ଡ। ଅର୍ଥାତ୍ ଆ ଭିତରୁ ଯେଉଁ ଗୋଟା ଆପଣମାନଙ୍କର ଥିବ, ତ ନିହାତି ଭାବରେ ଆପଣମାନେ ରାସନ କାର୍ଡ଼ରୁ ଏ ବର୍ଷ ବିଦାୟ ନେବେ। କାରଣ ସରକାର ଚାହୁଁଛନ୍ତି ଏ ବର୍ଷ ବହୁତ ବା ଲକ୍ଷ ଲକ୍ଷ ଲୋକଙ୍କର ବର୍ତ୍ତମାନ ସୁଦ୍ଧା ରାସନ କାର୍ଡ଼ କଟା ସରିଲାଣି, ଲିଷ୍ଟ ଆସିଗଲାଣି। ମାର୍ଚ୍ଚ ଯାକେ ଆପଣମାନଙ୍କର ଚାଉଳ ଦିଆହେଉଛି। ମାର୍ଚ୍ଚ ପରଠୁ ଆପଣମାନଙ୍କର ରାସନ କାର୍ଡ଼ ମନକୁ ଅଟୋମେଟିକ୍ କଟିଯିବ। ପରବର୍ତ୍ତୀ ସମୟରେ ଯେତେବେଳେ ରାସନ ଦିଆହେବ, ଆପଣଙ୍କ ନାଁ ନଥିବ। ତ ଜାଣି ରଖନ୍ତୁ, ଏଇ ଯେଉଁ 10ଟି ପଏଣ୍ଟ ଅଛି କ'ଣ କ'ଣ, 9ଟିରୁ ମୁଁ ଆଉ ଗୋଟେ ଆଡ଼୍ କରିଛି 10ଟି। ତ ପ୍ରଥମେ ଦେଖନ୍ତୁ, ଦେଇଛି ଯେଉଁ ପରିବାର ଯେକୌଣସି ସଦସ୍ୟ 4 ଚକିଆ ଯାନ କିମ୍ବା ଭାରୀ ଯାନର ମାଲିକ ହୋଇଥିଲେ, ଯଦି 4 ଚକିଆ କିମ୍ବା 3 ଚକିଆ ଯାନ ଆପଣମାନଙ୍କର ଅଛି, ତ ସେଥିପାଇଁ ମଧ୍ୟ ଆପଣମାନଙ୍କର ରାସନ କାର୍ଡ଼ଟି କଟିବାର ବଡ଼ ସମସ୍ୟା ରହିଛି, ଯେଉଁଟାକି 1 ନମ୍ବର ପଏଣ୍ଟ ଆପଣମାନେ ଦେଖିଲେ। 2 ନମ୍ବର ଦେଖନ୍ତୁ, ପରିବାର ଯେକୌଣସି ସଦସ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର, ସରକାରୀ ନିଗମ, ସରକାରୀ ଅନୁଦାନ ପ୍ରାପ୍ତ ସ୍ୱୟଂଚାଳିତ ସଂସ୍ଥା ବା ପୌରପାଳିକା, ଏହା ପ୍ରୋତ୍ସାହନ ବା ଇନସେଣ୍ଟିଭ୍ ବା ମନୋଦୟ ପାଉଥିବା କର୍ମଚାରୀ କ୍ଷେତ୍ରରୁ ବାଦ ଦିଆଯିବ। ରେ ନିୟମିତ କର୍ମଚାରୀ ହୋଇଥିବେ, ତା ଭିତରୁ ଯଦି ଆପଣମାନେ ଥିବେ, ତ ନିହାତି ଭାବରେ ସେଇଟା ମଧ୍ୟ ଆପଣମାନଙ୍କର କଟି ଚାଲିଯିବ ରାସନ କାର୍ଡ଼। ତ 3 ନମ୍ବର ପଏଣ୍ଟ ଦେଖନ୍ତୁ, 3 ନମ୍ବର ଦେଇଛି ଆପଣମାନଙ୍କର ସହରାଞ୍ଚଳରେ ବେସରକାରୀ ସଂସ୍ଥାମାନ କାର୍ଯ୍ୟକାରୀ କର୍ମଚାରୀ ଯେଉଁମାନେ ମାସିକ 15,000 ଟଙ୍କାରୁ ଅଧିକ ବେତନ ପାଉଥିବେ, ଗ୍ରାମାଞ୍ଚଳ ବେସରକାରୀ ସଂସ୍ଥାମାନଙ୍କରେ କାର୍ଯ୍ୟରତ ଯେଉଁମାନେ 10,000 ଟଙ୍କା ପାଉଥିବେ, ଏଇଟା 10,000, ଗ୍ରାମାଞ୍ଚଳ 10,000, ସହରାଞ୍ଚଳ ହେଲା 15,000। ଆପଣମାନେ ଜାଣିଛନ୍ତି 10,000 ହେଉ କିମ୍ବା 15,000 ହେଉ, ଆପଣମାନେ ଯଦି PF EPF କଟୁଥିବ, ତ ନିହାତି ଭାବରେ ଡାଟା ଆପଣଙ୍କର ଫ୍ୟାଚ୍ ହେଇଯିବ। ଆପଣମାନଙ୍କର ରାସନ କାର୍ଡ଼ଟି 100 to 100% କଟିବାର ଅଛି। ତ ଏଥିରୁ ଆଉ କେହି ନିସ୍ତାର ଦେଇପାରିବେନି। ଏ ଯେଉଁ ନୂଆ ସରକାର, ଏ ସରକାର କାଟିକି ସବୁ ଛାନଭିନ୍ କରିଦେବ, କିଛି ବି ରଖିବ ନାହିଁ। ସମସ୍ତେ ଯେତେ ସବୁ ଲୋକ ପାଉଥିଲେ, ତା ଭିତରୁ ଯୋଗ୍ୟ ହିତାଧିକାରୀଙ୍କୁ ଛାଡ଼ି ବାକି ସମସ୍ତଙ୍କୁ କାଟିଦେବ। 4 ନମ୍ବର ଦେଖନ୍ତୁ, ଯେଉଁ ପରିବାରରେ ଯେକୌଣସି ସଦସ୍ୟ ଉଦ୍ୟୋଗ ବା ଏଣ୍ଟରପ୍ରାଇଜେସ୍ ଗୁଡ଼ିକ ସାମଗ୍ରୀ ନିର୍ମାଣ ତଥା ସେବା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ ସରକାର ନିକଟରେ ରେଜିଷ୍ଟ୍ରିଭୁକ୍ତ ହୋଇଥିବେ, ଯଦି କୌଣସି ଉଦ୍ୟୋଗ କରିଥିବେ, ଆପଣମାନେ ରେଜିଷ୍ଟ୍ରେସନ୍ କରିଛନ୍ତି ସରକାରଙ୍କ ପାଖରେ, ତ ସେଥିରେ ମଧ୍ୟ ଆପଣମାନଙ୍କ ରାସନ କାର୍ଡ଼ଟି କଟିବ। ଇଏ ହେଲା 4 ନମ୍ବର ପଏଣ୍ଟ। ଆହୁରି ମେନ୍ ପଏଣ୍ଟ ଟିକେ ଅଛି, ଆପଣମାନଙ୍କୁ ମୁଁ କହୁଛି। ପରିବାରରେ 2 ଚକିଆ, 5 ନମ୍ବର ହେଲା ପରିବାରରେ 2 ଚକିଆ 2 କିଲୋୱାଟ୍ କିମ୍ବା ଚତୁର୍ଥ ବିଦ୍ୟୁତ୍ ସଂଯୋଗ ଲୋଡ୍ ଥିବ ଏବଂ କିମ୍ବା ଯେଉଁ ପରିବାରରେ ମାସିକ 300 ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବେ। ଏଇଟା ତ ସମସ୍ତଙ୍କ ଘରେ ହେବ, କାରଣ ଯାହାର ଜଏଣ୍ଟ ଫ୍ୟାମିଲି ଅଛି, ଗୋଟିଏ ମିଟର ଲାଗିଛି, ଆପଣମାନଙ୍କର 300 ୟୁନିଟ୍ ହେଇଯାଉଥିବ। ଯେଉଁମାନେ ସୋଲାର ଫୋଲାର ଲଗେଇଛନ୍ତି, ସେମାନଙ୍କର ରାସନ କାର୍ଡ଼ଟି ଏ ବର୍ଷ ସିଓରଲି କଟିଯିବ। କାରଣ ଆପଣମାନେ ଜାଣିଛନ୍ତି 300 ୟୁନିଟ୍ ଗୋଟେ ସାଧାରଣ ୟୁନିଟ୍। ଆଉ 2 କିଲୋୱାଟ୍ ଯେଉଁମାନେ ଲଗେଇଛନ୍ତି, 2 କିଲୋୱାଟ୍ ଯେଉଁମାନେ ହେଉଛନ୍ତି ରାସନ କାର୍ଡ଼, ଯେଉଁମାନେ ଲଗେଇଛନ୍ତି ସୋଲାର ଲଗେଇଛନ୍ତି 1 କିଲୋୱାଟ୍କୁ 2 କିଲୋୱାଟ୍ କନଭର୍ଟ କରିକି, ତ ଅଟୋମେଟିକ୍ ଆପଣମାନଙ୍କର ରାସନ କାର୍ଡ଼ ଦେଇଛନ୍ତି, ଯେଉଁ ଆଧାର କାର୍ଡ଼ ଦେଇଛନ୍ତି, ସେ ସିଧାସଳଖ କାଟିଦେବେ। ଏଇଟା ହେଉଛି ଗୋଟେ ବଡ଼ ସମସ୍ୟା, ଜାଣି ରଖନ୍ତୁ। ବିଗତ 1 ବର୍ଷ ହାରାହାରି, ଗୋଟିଏ ବର୍ଷରେ ଆପଣ ଏଠି ଦେଇଛି ଗୋଟେ 1 ବର୍ଷରେ ହାରାହାରି ଦେଖିପାରୁଥିବେ, ମାନେ ଗୋଟେ ବର୍ଷରେ ଆପଣମାନଙ୍କର କ'ଣ ଥିଲା। 6 ନମ୍ବର ରହୁଛି ମୁଖ୍ୟ ପଏଣ୍ଟ ଦେଖନ୍ତୁ। 6 ନମ୍ବର କହିବାକୁ ଏଠି ପରିବାରର କୌଣସି ସଦସ୍ୟ ଆୟକର କିମ୍ବା ବୃତ୍ତି କର ଦେଉଥିବେ, ଦେଖିପାରୁଥିବେ। 6 ନମ୍ବର ଆୟକର ଯଦି ଦେଉଛନ୍ତି, କୌଣସି ଲୋନ୍ ଫୋନ୍ ପାଇଁ ଆପଣମାନେ ଯଦି ଆୟକର କାଟିଛନ୍ତି, ଜିରୋ ଇନକମ୍ ଟ୍ୟାକ୍ସ ଯଦି ଦେଇଛନ୍ତି, ଯଦି ଥରେ ବାହାରିଲା ଆପଣଙ୍କର ଇନକମ୍ ଟ୍ୟାକ୍ସରେ ରିଟର୍ନ ଫାଇଲ୍ ହେଇଛି, ତ ନିହାତି ଭାବରେ ଆପଣମାନଙ୍କର ରାସନ କାର୍ଡ଼ଟି କଟିବାର ସମ୍ଭାବନା 100 to 100% ଅଛି। 7 ନମ୍ବର ଦେଖନ୍ତୁ, ସହରାଞ୍ଚଳରେ ବାସ କରୁଥିବା ପରିବାର କୌଣସି ସଦସ୍ୟ ମାସିକ 15,000 ଟଙ୍କାରୁ ଉର୍ଦ୍ଧ୍ୱ ପେନ୍ସନ୍ ପାଉଥିବେ କିମ୍ବା ଗ୍ରାମାଞ୍ଚଳରେ ବାସ କରୁଥିବା କୌଣସି ପରିବାର ସଦସ୍ୟ ମାସିକ 10,000 ଟଙ୍କାରୁ ଉର୍ଦ୍ଧ୍ୱ ପେନ୍ସନ୍ ପାଉଥିବେ। 10,000 ଟଙ୍କା, 15,000 ହେଲା ସହରାଞ୍ଚଳରେ,
10,000 है आपणकर ग्रामांचल पेंशन। तो जदि पेंशन भी पाउचंती सेथिपाई मध्य कटिजिवो। 9 नंबर पॉइंट देखंतु 8 नंबर पॉइंट 8 नंबर पॉइंट आपणकर हैला कोन ना परिवार सदस्य नाम ट्रैक्टर किंबा हार्वेस्टर थिले जदि ट्रैक्टर किंबा हार्वेस्टर नुआ किनिचंती तो निहाती भारे आपणकर ए वर्ष राशन कार्ड मार्च सुधा कटिजिवो आपण माने ग्यारंटी दे रखंतु। 9 नंबर रहिला मेन जिनस जोटा कि कहया रहउची 10 नंबर पॉइंट मु आपण मानकर पई ऐड करिवि कहिबि। 9 नंबर है आपण मानकर परिवार सीमेंट कंक्रीट छात सहित जार 3 किंबा ततोधिक कोठरी विशिष्ट गृह थिबो जहाँ इंदिरा आवास योजना प्रधानमंत्री आवास योजना बिजु पक्का घर किंबा निर्माण श्रमिक योजना निर्माण करा जाई न थिबो। जदि राशन पाउचंती आपण मानकर 5 भाई अछ 5टा घर अछि तो निहाती भारे सेठी कटिगला कारण सी आ देखिबेन जे केते भाई अछंती केते जण अछंती आपणकर 6टा बखरा अच्छी माने 4 बखरा अच्छी माने आपण मानकर कटिवाटा 100% एटा को केही रखि परिबे नाही। आउ रहिला कोन ना जो 10 नंबर पॉइंट मु कहूची 10 नंबर पॉइंट हैला आपण मानकर धान 30 क्विंटाल जदि देबे धान ताहले ए वर्ष निहाती भावरे 100 to 100% आपण मानकर राशन कार्ड कटिवा थय। एटा मु कहूनी एटा सरकार निजे घोषणा करचंती। देखंतु एटा होची खाउटी जोगाण अधिकारी बा ओडिशा सरकार द्वारा एटा जारी हेची। आउ ए जो धान बिक्री करिया पई मु कहि रखुची धान जदि 30 क्विंटालु अधिक बिकिबे आपण माने ताले ए वर्ष निहाती भार धान कटि जिवो। आ 2.5 एकर जमी 2.5 एकर जमी जदि थिबो तो निहाती भारे आपण मानकर कटि जिवो राशन कार्ड। तो एई 9टी पॉइंट 10टी पॉइंट ऊपर आपण मान ध्यान देंतु जदि अछि तो निहाती भारे ए वर्ष कटिवो कारण ए सरकार काहाकू भी ए वर्ष छाड़ू नाथि काहाकू भी जो माने केवल योग्य व्यक्ति अछंती से मानकर या छड़ा समस्त को काटिकी पदा कर दे। आशा करछि वीडियोटी आपण निहाती भारे भल लागितो भल लागिले निहाती भारे वीडियो को लाइक करे सहित चैनल को सब्सक्राइब करी बेल आइकन ऑन कर देबे अधिक मात्रा रे शेयर करंतु आ कमेंट करंतु आपण मानकर एई मानदंड भितर कोउटी अछि रहउची। नमस्कार भेटा नुआ के वीडियो रे से विदाय दियंतु। नमस्कार जय जगन्नाथ।